ପରିଚୟ ମୁଁ ଶାରଦା କୁମାର ସାହୁ ଭାଟସା ଗ୍ରାମର ପଞ୍ଚାୟତ ସରପଞ୍ଚ। ପଞ୍ଚାୟତ କାର୍ଯ୍ୟାଳୟରେ ଗୋଟେ ବୋଲେରୋ ଥିଲା, ସେ ମୁଁ ବୋଲେରୋରେ ଯିବା ଆସିବା କରେ। ମୁଁ କାଲି ରାତିରେ ସେ ବୋଲେରୋଟାକୁ ଛାଡ଼ି ଘରକୁ ଆସିଥିଲି ହେରି କାମ ସାରିବା ପରେ। ତ ମୋତେ ମୋର ଜଣେ ମ୍ୟାନେଜର ରହୁଛନ୍ତି ସେଇଠି, ଗାଡ଼ିର ଟୋଟାଲ୍ ବୁଝାବୁଝି କରୁଛନ୍ତି। ସେ ମ୍ୟାନେଜର ଫୋନ୍ କଲେ ମିଷ୍ଟରକୁ 4ଟା ରାତିରେ, 4ଟା ସମାନ ହେଇଥିଲା। କହିଲେ ଭାଇ ଆଉ ଗାଡ଼ିଟା ନିଆଁ ଲାଗିଯାଇଛି। ଆଉ ତାର ସେଠୁ ଆମେ କ'ଣ ପାଇଁ ଲାଗିଲା, ଆମେ ଭାବିଲୁ ସର୍ଟ ସର୍କିଟ୍ ହେଇଯାଇଥିବ। ତେଣୁ ଦେଖିଲେ ଆସିକି ସେ ଟାୟାରରୁ ନିଆଁ ଲାଗିଛି। ତ ନିଶ୍ଚିତ ଯିଏ ହେଲେ ଲଗେଇଥିବ, ଗାଡ଼ିଟା ତ ରନିଂ ନାହିଁ, ଗାଡ଼ିଟା ଥୁଆ ହେଇଛି, ହଠାତ୍ ନିଆଁ ଲାଗିଯିବନି। ତ ଆମେ ତ ଏମିତି କାହାକୁ ଆମେ ଭାବିନଥିଲୁ, କିନ୍ତୁ ଜଣେ ଗୋଟେ ଭାଟସାର ସମସ୍ତେ ତ ନୁହଁ ନା, ସେଇ ଭାଟସାରେ କିଛି ଜଣ ଲୋକ ଅଛନ୍ତି ଯିଏକି ଆମ ପ୍ରତି ସେ ରଖୁଛନ୍ତି ନୃଶଂସ ପ୍ରକୃତିର। ସେ ଆମେ ଭାବୁଛୁ ସେଇ ଗ୍ରାମର ଜଣେ ସମୀର ବୋଲି ଗୋଟେ ପିଲା, ସିଏ ବି ଆମର ବେଶୀ ଆମର ଯେଉଁ ଗଣେଶ ପୂଜା ଭସାଣି ହେଇଥିଲା, ତାର ଡିଜେ ଲାଗିଥିଲା। ତ ଡିଜେରେ ତାକୁ କିଏ ପୋଲିସକୁ ଫୋନ୍ କରିଦେଇଥିଲେ ଯେ ତାଙ୍କର ଡିଜେ ବନ୍ଦ ହେବାର ଥିଲା କି କ'ଣ, ଆମେ ତ ଜାଣିନୁ ସେ ବିଷୟରେ। ସେ ବି ସେଇ ସମୟରେ ବି ଆମ ମିଷ୍ଟରକୁ ମାନେ ଏତେ ଗାଳିଗୁଲଜ କରିଥିଲେ, ସେ ଆପଣ ବି ସେଇଟା ଶୁଣିପାରିବେନି। ସେଇ ପିଲାର ବ୍ୟବହାର ବି ଭଲ ନୁହଁ। ତାର ଆଦତ ହେଲା ଖାଲି ମତଲବ ରହୁଛି ପଇସା ପତ୍ର। ତାର ଗୋଟିଏ ସ୍ଥାନ କେଉଁଠି ଠିକ୍ ନାହିଁ। ସେ ଗୋଟେ ଛାତ୍ର ନା କୌଣସି ଦଳୀୟ ଲୋକ ନା କ'ଣ, ଆଜି ପର୍ଯ୍ୟନ୍ତ ଆମେ ଜାଣିପାରିଲୁନି। ତ ଆମେ ଭାବୁଛୁ ସିଏ ହିଁ ଆମର ସେଇ ଘଟଣା ଘଟେଇଛି। ଆଜି ସିନା ଗାଡ଼ିଟା ବୋଲି ହଁ ଟିକେ ଜଳେଇ ଦେଲା, କାଲି ଗୋଟେ ମଣିଷର ଜଳେଇ ଦେବ କ'ଣ ବିଶ୍ୱାସ ଅଛି, କ'ଣ କହୁନାହାନ୍ତି? এই ସମୟରେ ଆପଣ ତ ଭାଟସାୟା ରହିଥିଲି 3 ବର୍ଷ, 3.5 ବର୍ଷ। ପିଲା ପଢ଼ିଲା ପରେ ମୁଁ କିନ୍ତୁ ଯାଏ ସଦାବେଳେ, ପ୍ରତି ମୁହୂର୍ତ୍ତରେ ଯାଏ ପଞ୍ଚାୟତ କାମ ଦାମ ଯେତେବେଳେ ଯାହା ହେଲେ ମୁଁ ଯାଏ। ତ କାଲି ସେ ଗାଁରେ ଥିଲା ଗାଡ଼ି, ମୁଁ ତ ସେ ଗାଁରେ ହିଁ ଗାଡ଼ି ଛାଡ଼ିକି ପଳେଇ ଆସିଥିଲି। ପଞ୍ଚାୟତ ପରିସରରେ ଗାଡ଼ି ଥିଲା ମୋର। ତ ବର୍ତ୍ତମାନ ଉପସ୍ଥିତ କରୁଥିଲେ ଉପସ୍ଥିତ ନାଇଁ, ମୁଁ ନୟାଗଡ଼ରେ ଥିଲି ଆଜ୍ଞା। ଆମେ ସେ ସମୀର ଭଟ୍ଟଙ୍କ ନାଁରେ ଆଉ କିଛି ପିଲାମାନଙ୍କ ନାଁରେ ଆମେ ଦେଇଛୁ, ଥାନାରେ ଏଫଆଇଆର ଦେଇଛୁ। ମୋର ଏତିକି ନିବେଦନ ଯେ ଠିକ୍ ଆଇନ ତା ବାଟରେ ଯାଉ, ଯିଏ ପ୍ରକୃତ ଦୋଷ କରିଛି ସେ ଦଣ୍ଡ ହିଁ ପାଉ। ଯେମିତି ସେ ଆଗକୁ ତାର ସାହସ ନ ହେବ, ଆଜି ଗାଡ଼ି ଜଳେଇଛି କାଲି କାହାକୁ ମାରିଦେବ, ଆମେ ଏଇଟା ଚାହୁଁଛୁ। ଆମ ଗାଡ଼ିର ଯେତିକି କ୍ଷତିପୂରଣ ହେଇଛି ସବୁ ଟୋଟାଲ୍ ହିଁ ସେ ଦେଉ।